ଏସି ବିସ୍ଫୋରଣରୁ ଅଗ୍ନିକାଣ୍ଡ, 9 ମୃତ। ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ 4 ମହଲା କୋଠାରେ ସମ୍ଭାବ୍ୟ ଏସି ବିସ୍ଫୋରଣ ଯୋଗୁଁ ଘଟିଥିବା ଅଗ୍ନିକାଣ୍ଡରେ ଜଣେ 1.5 ବର୍ଷର ଶିଶୁ ସମେତ 9 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 2 ଜଣ ଗୁରୁତର ଆହତ ହୋଇଥିବା ବେଳେ 12ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ରବିବାର ଭୋର ପ୍ରାୟ 4ଟା ସମୟରେ କୋଠାର ଦ୍ୱିତୀୟ ମହଲାରେ ନିଆଁ ଲାଗିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ 14ଟି ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ନିଆଁ କୋଠାର ତୃତୀୟ ଓ ଚତୁର୍ଥ ମହଲାକୁ ବ୍ୟାପି ଯାଇଥିଲା। ବିବେକ ବିହାର ପୂର୍ବ ଦିଲ୍ଲୀର ଏକ ପ୍ରମୁଖ ସ୍ଥାନ। ଅଧିକାରୀମାନେ କହିଛନ୍ତି ଯେ ବିଲ୍ଡିଂରୁ 12ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଗୁରୁ ତେଗ୍ ବାହାଦୁର ଡାକ୍ତରଖାନାକୁ ନିଆଯାଇଛି।